ନିଶ୍ଚିତ ଭାବରେ ଯେଉଁମାନେ ସବୁବେଳେ ସାଧାରଣ ଜନତାର ସ୍ୱରକୁ ସରକାର ହଉ ପ୍ରଶାସନ ହେଉ ବା ସମାଜ ନିକଟରେ ଉପସ୍ଥାପିତ କରନ୍ତି, ଯେଉଁମାନେ ବିନା ପାରିଶ୍ରମିକରେ ଯେତିକି ପାରିଶ୍ରମିକ ସାମ୍ବାଦିକଙ୍କୁ ମିଳେ ତାହା କହିବା ତାଙ୍କର ପ୍ରତିବେଦନ, ତାଙ୍କର ଯେତିକି ପରିଶ୍ରମ ରହିଛି ତା ତୁଳନାରେ କିଛି ନୁହେଁ। ଯେଉଁମାନେ ସମାଜର ସୁଧାରିବାକୁ ମାନସିକତାରେ ରଖିକି ଏତେ କଥା କରନ୍ତି, ସେମାନଙ୍କ ସହିତ ଗୋଟେ ବନ୍ଧୁ ମିଳନ, ତା ସହିତ ଏ ବନ୍ଧୁ ମିଳନ ଅବସରରେ ବନ୍ଧୁ ମିଳନକୁ ବାହାନା କରିକି ବି କେତେକ କଥା ଯୋଉଟା କି ଆମ ମନରେ ଅଛି ଏବଂ ସାମାଜିକ ବନ୍ଧୁ ମାନଙ୍କର ମନରେ ଅଛି, ସେ କଥାକୁ ସରକାରଙ୍କ ନିକଟରେ ପହଞ୍ଚେଇବା ବା ସରକାରଙ୍କର ଯେଉଁ କଥା ଅଛି ତାହା ତୃଣମୂଳ ସ୍ତରରେ ପହଞ୍ଚେଇବା ପାଇଁ ସାମ୍ବାଦିକ ବନ୍ଧୁମାନଙ୍କର ସହଯୋଗ ନେବାର ଏକ ସକାରାତ୍ମକ ଆଲୋଚନା ହେଇଥିଲା। ନିଶ୍ଚିତ ଭାବରେ ଏ ସରକାରର ସାମ୍ବାଦିକ ମାନଙ୍କ ପ୍ରତି, ସାମ୍ବାଦିକ ବନ୍ଧୁ ମାନଙ୍କ ପ୍ରତି ଦରଦ ରହିଛି। ବିଗତ 9 ମାସ ଭିତରେ ଆପଣମାନେ ଜାଣିପାରିଥିବେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି ଯେ ଏ ସରକାର ସମାଲୋଚନାକୁ ଚାହୁଁଛି, ସମାଲୋଚନା କାରଣରୁ ହିଁ ଆମେ ଆମର ନୀତିକୁ ସୁଧାରି ପାରିବୁ, ଆମେ ଲୋକଙ୍କର ଆହୁରି ଆସ୍ଥାଭାଜନ ହେଇପାରିବୁ। ତେଣୁ ଏହି ଅବସରରେ ଭଦ୍ରକର ବିକାଶ, ଧାମନଗରର ବିକାଶ ତଥା ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କର ସହଯୋଗ କାମନା କରାଯାଇଛି। ଧନ୍ୟବାଦ।